जुहार जय श्री कृष्ण। मुई तो भगवद गीता पढ़ाटा छाड़ी कल के परदिन भगवद गीता द्वादश अध्याय भक्ति जुग पढ़ी भगवद गीता पढ़े केते भल है काणे तार महात्म्य टी पढ़ी देसी आपण माने सुन। गीता महात्म्य जे कहती कमल लोचन गीता मो हृदयर ज्ञान। से भगवान काଣା कहूछन गीता के नहीं करी चलन मुई सुने देमी। गीता पढ़ले केते भल, सुनले केते भल, वर्णना कले गीता केते भल, आलोचना कले केते भल, चलन सुनी देमी। कहती कमल लोचन गीता मो हृदयर ज्ञान। गीता जे मो उत्तम स्थान परम पद गुरु जान। गीतार ज्ञानर बलरे पालई मोहि तुल्य। गीता गंगा गीता सावित्री चल ब्रह्मादि मुक्ति दात्री। अर्धमात्रा भ्रमनाशक त्रयोदव तत्पदशक। अटई एथे नाही आन मनरे स्थिर करी जान। गीता पाठ धीर मनरे परम पद पाए खरे। ज्ञान सिद्ध ताहार होई मो वाक्य केबे आन नही। गीता संपूर्ण पाठ करी अधे जे पढ़े मोद भरी। गोदान पुण्य फल पाई एथिरे तीरे आन नाही। गीता त्रिभाग एक भाग पढ़िले लोभे सोम जाग। भाग भागे पढ़िले गंगा स्नानर फल मिले। गीता 2 अध्याय पढ़िले चंद्रलोक जाए भले। जन्म पर्यंत तो ही रही एथिरे किछि आन नाही। जे गीता पढ़े अध्याय एक से बसे जाए रुद्र लोक। जे अध्याय पढ़ई मनंत सूर्य लोक जाई। जे गीता मध्य 10 गुटी 7टी 5 गुटी 4टी 3टी 2टी गुटी अभावार्ध गुटी। से लोक अयुत बरस इंद्रलोक करे बास। जे गीता मधु एक पाद पढ़े पाए परम पद। जे गीता पढ़ई शुणई महापापरु मुक्त होई। जे सदा गीता हस्ते धरे वैकुंठ मिले ता भाग्ୟରେ। विष्णुଙ୍କ पार्षद होई मोर भाବରେ मजी ଥାଇ। जे लोक जीवा समୟରେ गीताको अध्याय कନରେ शुणई मुक्ति से लभई एथे सन्देह किछि नाही। जे जाहा कामना करई गीता पाठे सफल होई। पितृ साधि गीताକୁ जेहि पढ़े भक्तिरे मन देई। सन्तोष हन्ति पितृ तार एफले जान्ति स्वर्गपुर। सन्तोष चित्ते पितृगण पुत्रକୁ କରନ୍ତି କଲ୍ୟାଣ। ଗୀତା ପୁସ୍ତକ ଦେଲେ ଦାନ ଧେନୁ ଦାନ ଫଲେ ସମାନ। ଗୀତା ପୁସ୍ତକ ସୁବର୍ଣ୍ଣରେ ମଣ୍ଡିନ ଯେହୁ ଦାନ କରେ। ତାହାର ପୁନର୍ଜନ୍ମ ନାହିଁ ଶ୍ରୀମୁଖ ବାକ୍ୟ ଏ ଅଟଇ। ଯେ ବଣ ଲୋକ ଏକ ଶତ ଗୀତା ପୁସ୍ତକ करे ଦତ୍ତ। ବ୍ରହ୍ମପୁରକୁ ସେହୁ ଯାଏ ଆଉ ସଂସାରେ ଜନ୍ମ ନୁହେଁ। ଗୀତା ଦାନରେ ବିଷ୍ଣୁପୁରେ ରହେ ବିଷ୍ଣୁଙ୍କ ଗହଣରେ। ଗୀତା ଦାନରେ ବିଷ୍ଣୁ ପରେ ରହେ ବିଷ୍ଣୁଙ୍କ ଗହଣରେ। ଯେ ଗୀତା ଶୁଣି करे ଦାନ ତାଠାରେ ତୁଷ ଭଗବାନ। ଅଭୀଷ୍ଟ ପୂରଣ କରନ୍ତି ସେ ଲୋକ ପାଏ ସଦଗତି। ସଂସାରେ ଜନ୍ମିନ ବ୍ରାହ୍ମଣ କ୍ଷତ୍ରିୟ ଶୂଦ୍ର ବୈଶ୍ୟ ଜନ। ଗୀତା ମୃତକୁ ନ ପିଅନ୍ତି ଅନ୍ତିମେ ପାନ୍ତି ଅଧୋଗତି। ସଂସାର ଦୁଃଖକୁ ନାଶନେ ତାହୁଁ ଜ୍ଞାନ ନାହିଁ ଆନେ। ଜନକ ଆଦି ଋଷିଗଣ ଗୀତାକୁ ଆଶ୍ରୟ କରିନ। ମହାପାପକୁ ବିନାଶିଲେ ସିଦ୍ଧଙ୍କ ମଧ୍ୟେ ଗଣା ହେଲେ। ଗୀତାର ମହିମା ଏମନ୍ତ ପଠନେ ଜ୍ଞାନ ହୁଏ ଜାତ। ସେ ଜ୍ଞାନ ବୋଲେ ବ୍ରହ୍ମପଦ ପାଇଣ ହୁଅନ୍ତି ଯେ ମୋଦ। ଯେ ଗର୍ବେ ଗୀତା ନିନ୍ଦା करे ଘର ନ ରକେ ସେ ବିହରେ। ଯେ ଅହଙ୍କାରେ ଗୀତା ଅର୍ଥ ନ ମାନେ ହୋଇ ଗର୍ବେ ମତ୍ତ। କୁମ୍ଭୀ ପାକରେ କଳ୍ପେ ଯାଏ ପଣିଣ କଷ୍ଟ ଭୋଗୁଥାଏ। ଗୀତା ବଚନ ଯେ ନିନ୍ଦଇ ଶୋକର ଜଣି ସେ ଲଭଇ। ଯେ ଗୀତା ଚୋରି କରି ନେଇ ଗୀତା ପାଠ ତା ବୃଥା ହୋଇ। ଯେ ଗୀତା ଅର୍ଥ ନ ଜାଣିଣ ପରମାର୍ଥରେ ଦିଏ ମନ। ପାଗଳ ପରାୟେ ତ ସେହି କୌଣସି ଫଳ ପାଏ ନାହିଁ। ଗୀତାକୁ ଶୁଣି ଯେଉଁ ଜନ ସୁବର୍ଣ୍ଣ ପଟ ବସ୍ତ୍ର ମାନ। ଯେ ଜନ ଦେଇ करे ଦାନ ପରମାତ୍ମା ହନ୍ତି ପ୍ରସନ୍ନ। ଯେ ଗୀତା କହି ନ ବୁଝାଇ ତାହାକୁ ଅନ୍ନ ବସ୍ତ୍ର ଦେଇ ତୋଷ କରିଲେ ନାରାୟଣ ସନ୍ତୋଷ ଜାତ ହୁଏ ଜାଣ। ଯେ ପଢ଼େ ଗୀତା ମାହାତ୍ମ୍ୟକୁ ପାଏ ସେ ସର୍ବମୁଖ୍ୟ ଫଲକୁ। ଗୀତା ମାହାତ୍ମ୍ୟ ଯେଉଁ ଜନ ହେଲାରେ ନ करे ପଠନ ବୃଥା ତାହାର ପରିଶ୍ରମ କହନ୍ତି ଶ୍ରୀ ପୁରୁଷୋତ୍ତମ। ଯେ ଗୀତା ମାହାତ୍ମ୍ୟ ସହିତ ପାଠ କରଇ ସଦାନିତ। ମାହାତ୍ମ୍ୟ ସହ ଗୀତା ଶୁଣି ଉଭୟ ଧର୍ମ ପ୍ରଭାବେନେ ପରମ ଗତିକୁ ଲଭନ୍ତି ଅକ୍ଷୟ ସୁଖ ଭୋଗୁଥାନ୍ତି। ଗୀତା ମାହାତ୍ମ୍ୟ ସହ ଅର୍ଥ ଯେ ଶୁଣେ ପଢ଼େ ସେ କୃତାର୍ଥ।
ଅସୀମ ପୁଣ୍ୟ ଫଳ ତାର ସର୍ବଦା ସୁଖୀ ସେ ହୁ ନର। ଯେ ଗୀତା ମାହାତ୍ମ୍ୟ ସହିତ ପାଠ କରଇ ସଧାନିତ ମାହାତ୍ମ୍ୟ ସହ ଗୀତା ଶୁଣି ଉଭୟ ଧର୍ମ ପ୍ରଭାବିଣୀ ପରମ ଗତିକୁ ଲଭନ୍ତି ଅକ୍ଷୟ ସୁଖ ଭୋଗୁଥାନ୍ତି। ଗୀତା ମାହାତ୍ମ୍ୟ ସହ ଅର୍ଥ ଯେ ଶୁଣେ ପଢ଼େ ସେ କୃତାର୍ଥ ଅସୀମ ପୁଣ୍ୟ ଫଳ ତାର ସର୍ବଦା ସୁଖୀ ସେ ହୁ ନର। ଏ ଗୀତା ମାହାତ୍ମ୍ୟର ଅର୍ଥ ସୁଜନ ଜନଙ୍କ ନିମିତ୍ତ କହିଲି ଦୋଷ ମନ ଧର ହେ ବାସୁଦେବ ପରାତ୍ପର।